ঠেকুয়া କଇଁଛ ହବ ଶୁଣିବା ଝରଣା ପାଖରେ କଇଁଛଟିଏ ରହୁଥିଲା। ସମସ୍ତେ ଶୁଣିବା ଶୁଣିବା ଝରଣା ପାଖରେ କଇଁଛଟିଏ ରହୁଥିଲା ଏବଂ ସେ ଝରଣା ପାଖରେ ଛୋଟ ଜଙ୍ଗଲ ଥିଲା। ଜଙ୍ଗଲରେ ଠେକୁଆଟିଏ ରହୁଥିଲା ହେଲା। ସେ ଠେକୁଆ খুব ଜୋରରେ ଦୌଡ଼ି ପାରେ ଆଉ କଇଁଛ ଧୀରେ ଧୀରେ ଚାଲେ। ତ କଇଁଛ ଧୀରେ ଧୀରେ ଚାଲୁଥିବାରୁ ଠେକୁଆ ତାକୁ ଦେଖିଲା କହିଲା ଆମେ ଦୁଇ ଜଣ ତ ଭଲ ସାଙ୍ଗ କିନ୍ତୁ ମୁଁ ଜୋରରେ ଦୌଡ଼ି ପାରୁଛି ଆଉ ତୁମେ ଧୀରେ ଧୀରେ ଚାଲୁଛ କେଡ଼େ ମଠୁଆଟା ଅଳସୁଆଟା। ତାପରେ କଇଁଛକୁ ଖରାପ ଲାଗିଲା। କଇଁଛ କହିଲା ଠିକ ଅଛି ଚାଲ ତାହେଲେ ଆମର ଦୌଡ଼ ପ୍ରତିଯୋଗିତା କରିବା। ଏମିତି କହି ତାପରେ ଦୁହେଁ ବାହାରି ଗଲେ ଦୌଡ଼ ପ୍ରତିଯୋଗିତା ପାଇଁ। ଠେକୁଆ କଇଁଛ ଦୌଡ଼ିବା ପାଇଁ ବାହାରିଲେ। ଦେଖିଲେ ତାଳ ଗଛ ପାଖରେ ଗୋଟିଏ ପତାକା ଛିଡ଼ା କରି ରଖିଦେଲେ ଏବଂ କହିଲେ ସେଇ ପାଖରେ ଯିଏ ପ୍ରଥମେ ପହଞ୍ଚିବା ସେ ପ୍ରଥମ ହେବ। ଏପରି କହି ଦୌଡ଼ ଆରମ୍ଭ କଲେ। ତାପରେ ଠେକୁଆ କଇଁଛ ଦୌଡ଼ା ଦୌଡ଼ି ଆରମ୍ଭ କଲେ। ଠେକୁଆଟା ବହୁତ ଜୋରରେ ଦୌଡ଼ିଲା 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 ଦୌଡ଼ିଲା। ଏମିତି ଦୌଡ଼ି ଦୌଡ଼ି ଅଧା ବାଟ ଗଲା ପରେ ସେ ପଛକୁ ଚାହିଁ ଦେଖିଲା ଯେ କଇଁଛଟା ଧୀରେ ଧୀରେ ଆସୁଛି। ତାପରେ ସେ ବହୁତ ଜୋରରେ ଦୌଡ଼ିଥିବାରୁ ହାଲିଆ ହୋଇ ପଡ଼ିଲା। ସେଇ ଗଛ ତଳେ ପୁରା ଥଣ୍ଡା ପବନ ବହୁଥିବାରୁ ଛାଇରେ ସେ ଶୋଇଗଲା। ଏମିତି ହାଲିଆ ମନେ ବସିକି ଶୋଇପଡ଼ିଲା କେତେବେଳେ କେଜାଣି କଇଁଛ ଧୀରେ ଧୀରେ ଚାଲି ଚାଲି ଆସି ଦେଖିଲା ଆରେ ଦୌଡ଼ ହେଉଛି